ଢେଙ୍କାନାଳ ଜିଲ୍ଲା ଦେଓଗାଁ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ବିଜୟ ଦେହୁରୀଙ୍କ ଅଧ୍ୟକ୍ଷତାରେ ବିଶ୍ୱନାଥପୁର ଲଟାବାଇଁଶିଆ ଗ୍ରାମଠାରେ ଏକ ପ୍ରାକୃତିକ କୃଷି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ସଂଘମିତ୍ରା ସାହୁ ଓ ଶ୍ରୀମତୀ ରୋଜାଲିନ୍ ମହାନ୍ତି, ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର ଢେଙ୍କାନାଳ ଶ୍ରୀଯୁକ୍ତ ସୁବ୍ରଜିତ ସାହୁ, ମାଷ୍ଟର ଟ୍ରେନର ଏଫିଏସ୍ ଢେଙ୍କାନାଳ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶ୍ରୀ ସତ୍ୟବାନ ବେହେରା, କୃଷକ ସାଥୀ ତାଙ୍କ ସହଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ମୋଟ 50 ଜଣ କୃଷକ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ 23 ଜଣ ପୁରୁଷ ଓ 27 ଜଣ ମହିଳା କୃଷକ ଭାଗ ନେଇଥିଲେ। ବୈଜ୍ଞାନିକମାନେ ପ୍ରାକୃତିକ କୃଷି ପ୍ରଣାଳୀ, ଜୈବ ସାର ଓ ରାସାୟନିକ ମୁକ୍ତ ଚାଷ ପ୍ରକ୍ରିୟା ବିଷୟରେ ଉପସ୍ଥାପନା କରିଥିଲେ। କୃଷକମାନେ ପ୍ରଶିକ୍ଷଣରୁ ଉତ୍ସାହିତ ହୋଇ ନିଜ କ୍ଷେତ୍ରରେ ଏହି ପ୍ରାକୃତିକ ପଦ୍ଧତି ଉପନୟନ କରିବାର ସଂକଳ୍ପ କରିଥିଲେ। ଶେଷରେ ସରପଞ୍ଚ ବିଜୟ ଦେହୁରୀ ସମସ୍ତ ଅତିଥି ଓ ଅଂଶଗ୍ରାହୀଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପନ କରିଥିଲେ।